ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ ଭିଜିଲାନ୍ସ ଚାଲରେ ପଡ଼ିଛନ୍ତି ଢେଙ୍କାନାଳ ସଦର ରେଞ୍ଜ। ଢେଙ୍କାନାଳ ସଦର ରେଞ୍ଜର ବିଭୂତାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍। ଏକା ସାଙ୍ଗରେ ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ। ସୂଚନା ଅନୁସାରେ ଆୟବର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୂତାନନ୍ଦ ମିଶ୍ରଙ୍କ ଘରେ ଚଢ଼ାଉ ଚାଲିଛି। ତେବେ ଚଢ଼ାଉ ହେଉଥିବା ସ୍ଥାନ ମଧ୍ୟରେ ଢେଙ୍କାନାଳର ରତ୍ନ ବଜାରରେ 2ଟି ସ୍ଥାନ, ଆଠଗଡ଼ର 2ଟି ସ୍ଥାନ, ରସୁଲଗଡ଼ର ଗୋଟିଏ ସ୍ଥାନ, ଢେଙ୍କାନାଳ ସହର ହାଟ ରୋଡ୍ ସ୍ଥିତ ଘର, ପୈତୃକ ଗ୍ରାମ ଖୁଣ୍ଟୁଣି ଏବଂ କୁଞ୍ଜଖଣ୍ଟ ସ୍ଥିତ ଅଫିସ୍ ରହିଛି। ଭିଜିଲାନ୍ସର 3ଟି ଟିମ୍ ଏହି ସବୁ ସ୍ଥାନଗୁଡ଼ିକରେ ଚାଲିଛି ଚଢ଼ାଉ। ଏହି ଟିମ୍ରେ ଜଣେ ଡିଏସ୍ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡର, 6 ଜଣ ଇନ୍ସପେକ୍ଟର, 6 ଜଣ ଏଏସ୍ଆଇ ସହ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଢେଙ୍କାନାଳରୁ ବିନୋଦ କୁମାର ମହାନ୍ତିଙ୍କ ରିପୋର୍ଟ, ପ୍ରତିଦିନ ଟିଭି।